ଦ୍ୱାଦଶ ରାଶିଚକ୍ରରେ ପରିଭ୍ରମଣ କରୁଥିବା ନବଗ୍ରହମାନଙ୍କର ସ୍ଥିତି ପ୍ରତ୍ୟେକ ମାସରେ ବଦଳିଥାଏ। ସେହି ଅନୁଯାୟୀ ପ୍ରତ୍ୟେକ ମାସର ରାଶିଫଳ ମଧ୍ୟ ଅଲଗା ଅଲଗା ହୋଇଥାଏ। ସେହି କ୍ରମରେ ଆଜି ଜାଣିବା 2025 ମସିହା ଜୁଲାଇ ମାସ ପାଇଁ ତୁଳା ରାଶିର ମାସିକ ରାଶିଫଳ କିପରି ରହିବ। ଜୟ ଜଗନ୍ନାଥ। ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଜୁଲାଇ ମାସରେ ତୁଳା ରାଶିର ଆର୍ଥିକ ଦିଗ ଉପରେ ଆଲୋକପାତ କଲେ ଜଣାଯାଏ ଯେ ଏ ମାସରେ ତୁଳା ରାଶିର ଦ୍ୱିତୀୟ ଧନସ୍ଥାନର ଅଧିପତି ମଙ୍ଗଳ ଆୟ ଭାବରେ ରହିଥିବାରୁ ତୁଳା ରାଶିଜାତ ବ୍ୟକ୍ତିଙ୍କର ଅର୍ଥ ରୋଜଗାରର ଆଶାଠାରୁ ଅଧିକା ରହିବ। ବିଭିନ୍ନ ସୂତ୍ରରୁ ଓ ବିଭିନ୍ନ ଦିଗରୁ ଅର୍ଥର ଆଗମନ ହେବ। ବାକି ପଡ଼ିଥିବା ଅର୍ଥ ଏ ମାସରେ ହସ୍ତଗତ ହେବ। ତୁଳା ରାଶିର ନବମ ଭାଗ୍ୟ ଭାବରେ ଅବସ୍ଥାନ କରିଥିବା ଲକ୍ଷ୍ମୀକାରକ ଗ୍ରହ ବୃହସ୍ପତିଙ୍କର ଦୃଷ୍ଟି ତୁଳା ରାଶି ବା ତୁଳା ଲଗ୍ନ ଏବଂ ତୁଳା ରାଶିର ତୃତୀୟ ଏବଂ ପଞ୍ଚମ ସ୍ଥାନ ଉପରେ ରହିଥିବାରୁ ନିଜ ବାହୁବଳରେ ପ୍ରଚୁର ଧନ ଉପାର୍ଜନ କରିବାକୁ ସକ୍ଷମ ହେବେ। ପୂର୍ବରୁ ବିଭିନ୍ନ ଆର୍ଥିକ ସଂସ୍ଥାମାନଙ୍କରେ ଅର୍ଥ ବିନିଯୋଗ କରିଥିଲେ ଭଲ ରକମର ରିଟର୍ଣ୍ଣ ପାଇପାରିବେ ତଥା ଏ ମାସରେ ବିଭିନ୍ନ ଆର୍ଥିକ ସଂସ୍ଥା, ଇନ୍ସୁରାନ୍ସ, ବ୍ୟାଙ୍କ, ପୋଷ୍ଟ ଅଫିସ, ମ୍ୟୁଚୁଆଲ ଫଣ୍ଡ ପ୍ରଭୃତିରେ ପୁଞ୍ଜି ବିନିଯୋଗ ପାଇଁ ସମୟ ବେଶ ପ୍ରଶସ୍ତ ରହିଛି। ତେଣୁ ଅନ୍ୟ ଅର୍ଥରେ କହିବାକୁ ଗଲେ ତୁଳା ରାଶି ପାଇଁ ଜୁଲାଇ ମାସରେ ଧନ ବର୍ଷା ହେବାର ସମସ୍ତ ସମ୍ଭାବନା ରହିଅଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଜୁଲାଇ ମାସରେ ତୁଳା ରାଶିର କର୍ମକ୍ଷେତ୍ର ବା କ୍ୟାରିୟର କଥା ଚିନ୍ତା କଲେ ଜଣାଯାଏ ଯେ ଏ ମାସରେ ତୁଳା ରାଶିର ଦଶମ ଭାବ କର୍କଟ ରାଶିରେ ବୁଧ ମହାଗ୍ରହଙ୍କର ଗୋଚର ବାଣିଜ୍ୟ ବ୍ୟବସାୟ କରୁଥିବା ତୁଳା ରାଶିଜାତ ବ୍ୟକ୍ତିଙ୍କୁ ଉତ୍ତମ ଫଳ ପ୍ରଦାନ କରିବ। ଆକସ୍ମିକ ଭାବେ କ୍ଷତିଗ୍ରସ୍ତ ବ୍ୟବସାୟ ଲାଭଜନକ ବେପାରରେ ପରିଣତ ହୋଇପାରେ। ନୂତନ ଭାବେ ବାଣିଜ୍ୟ ବ୍ୟବସାୟ ଆରମ୍ଭ କରିବାର ସମ୍ଭାବନା ରହିଅଛି। ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ ବୁଧଯୁକ୍ତ ହେଲେ ସରକାରଙ୍କ ସହିତ ଅନୁବନ୍ଧିତ ରହି ବ୍ୟବସାୟ କରୁଥିବା ତୁଳା ରାଶିଜାତ ବ୍ୟକ୍ତି ବିଶେଷ ଉପକୃତ ହୋଇପାରନ୍ତି। ଚାକିରି କରୁଥିବା ତୁଳା ରାଶିଜାତ ବ୍ୟକ୍ତିଙ୍କ ପାଇଁ ମାସର ପ୍ରଥମାର୍ଦ୍ଧଟି ବ୍ୟସ୍ତବହୁଳ ଭରା ସମୟ ରହିବ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କଲେ ତୁଳା ରାଶିଜାତ ବ୍ୟକ୍ତିଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ପ୍ରଶାସନିକ କ୍ଷମତା ମିଳିବାର ସମ୍ଭାବନା। ତେବେ ବି କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଅଛି। ପ୍ରେମ ଓ ପରିଣୟ ଦୃଷ୍ଟିରୁ ଦେଖିବାକୁ ଗଲେ ତୁଳା ରାଶିର ପଞ୍ଚମ ଭାବର ଅଧିପତି ଶନି ଷଷ୍ଠ ଭାବରେ ଅବସ୍ଥାନ କରିଥିବାରୁ ଏବଂ ପଞ୍ଚମ ସ୍ଥାନରେ ରାହୁ ମହାଗ୍ରହ ଅବସ୍ଥାନ କରିଥିବାରୁ ଲଭ୍ ଲାଇଫରେ ଥିବା ତୁଳା ରାଶି ଜାତକ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି। ପରସ୍ପର ମଧ୍ୟରେ ବୁଝାମଣାର ଅଭାବରୁ ସମ୍ପର୍କରେ ତିକ୍ତତା ଦେଖାଦେଇପାରେ। କିନ୍ତୁ ତୁଳା ରାଶିର ପଞ୍ଚମ ଭାବ କୁମ୍ଭ ରାଶି ଉପରେ ବୃହସ୍ପତିଙ୍କର ଦୃଷ୍ଟି ରହୁଥିବାରୁ ଚଲା ବାଦଲ ଭଳି ଏହି ସମସ୍ୟା ଆପଣା ଛାଏଁ ଦୂରୀଭୂତ ହୋଇଯିବ। ପରବର୍ତ୍ତୀ ସମୟରେ ତୁଳା ରାଶି ଅଧିପତି ଶୁକ୍ର ଏବଂ ବୃହସ୍ପତିଙ୍କର ଦୟାରୁ ପ୍ରେମ ସମ୍ପର୍କକୁ ପରିଣୟ ସୂତ୍ରରେ ବାନ୍ଧି ରଖିବା ପାଇଁ ପ୍ରୟାସ କରିବାର ସମ୍ଭାବନା ରହିଅଛି। ପାରିବାରିକ ଦୃଷ୍ଟିକୋଣରୁ ଜୁଲାଇ ମାସ ତୁଳା ରାଶି ପାଇଁ ଅନୁକୂଳ ଫଳ ପ୍ରଦାନ କରିବାର ସମ୍ଭାବନା ରହିଅଛି। ତୁଳା ରାଶିର ଦ୍ୱିତୀୟ କୁଟୁମ୍ବ ସ୍ଥାନର ଅଧିପତି ମଙ୍ଗଳ
ଏକାଦଶ ସ୍ଥାନରେ ରହି ଚତୁର୍ଥ ଦୃଷ୍ଟିରେ ନିଜ ଘର ବିଛା ରାଶି ଉପରେ ଦୃଷ୍ଟି ପ୍ରଦାନ କରୁଥିବାରୁ ପାରିବାରିକ ସୁଖ ମିଳିବ। ପରିବାରରେ ସୁଖ ସମୃଦ୍ଧି ଲାଗି ରହିବ। ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଭିତରେ ଉତ୍ତମ ବୁଝାମଣା ରହିବା ଯୋଗୁଁ ଆଗାମୀ ଦିନରେ ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଯୋଜନା କରିପାରନ୍ତି। ଘର ନିର୍ମାଣ କରିବା ପାଇଁ ଘର ଭିତରେ ଆଲୋଚନା ମଧ୍ୟ ହୋଇପାରେ। ଦମ୍ପତିଙ୍କ ଭିତରେ ଦାମ୍ପତ୍ୟ ସୁଖ ନିବିଡ଼ରୁ ନିବିଡ଼ତର ହେବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ତୁଳାରାଶି ଜାତ ବ୍ୟକ୍ତିଙ୍କ ପାଇଁ ଜୁଲାଇ ମାସଟି ମଧ୍ୟମ ଧରଣର ଫଳ ପ୍ରଦାନ କରିବ। ତୁଳାରାଶି ଅଧିପତି ଶୁକ୍ର ଅଷ୍ଟମ ଭାବରେ ବିରାଜମାନ କରିଥିବାରୁ ମଝିରେ ମଝିରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ଷଷ୍ଠ ସ୍ଥାନ ମୀନ ରାଶିରେ ଅବସ୍ଥାନ କରି ଶନି ତୃତୀୟ ଦୃଷ୍ଟିରେ ଅଷ୍ଟମ ସ୍ଥାନକୁ ଚାହୁଁଥିବାରୁ ଡାଇବେଟିକ୍ ରୋଗୀ ସତର୍କତା ଅବଲମ୍ବନ କରିବା ଉଚିତ ହେବ। ନିୟମିତ ବ୍ୟବଧାନରେ ସୁଗାର ଲେବୁଲ ଚେକ୍ କରାଇ ନେବା ଭଲ ରହିବ। ମାସର ପ୍ରଥମାର୍ଦ୍ଧରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନ୍ୟ କିଛି ରୋଗ ଦେଖାଗଲେ ମଧ୍ୟ ବୃହସ୍ପତିଙ୍କର ଦୃଷ୍ଟି ତୁଳାରାଶି ଉପରେ ରହିଥିବାରୁ ବିଶେଷ କିଛି ସମସ୍ୟା ଆସିବ ନାହିଁ। ତା ସାଙ୍ଗକୁ ରୋଗରୁ ଆରୋଗ୍ୟ ପ୍ରଦାନକାରୀ ଗ୍ରହ ସୂର୍ଯ୍ୟ ମାସର ଦ୍ୱିତୀୟାର୍ଦ୍ଧରେ ତୁଳାରାଶିର ଦଶମ ସ୍ଥାନକୁ ଆସିଲେ ରହିଥିବା ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୂର କରିବାରେ ସମର୍ଥ ହେବେ। ଏ ତ ଗଲା ମୋଟାମୋଟି ଭାବରେ ତୁଳାରାଶି ପାଇଁ ଜୁଲାଇ ମାସର ମାସିକ ରାଶିଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭଫଳ ପାଇବା ନିମନ୍ତେ ପ୍ରଭୁ ଲକ୍ଷ୍ମୀ ନାରାୟଣଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ମହାଲକ୍ଷ୍ମୀ ଅଷ୍ଟକ ପାଠ କଲେ ବହୁତ ଗୁଡ଼ିଏ ସମସ୍ୟା ଦୂର ହୋଇଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ରଥାରୂଢ଼ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ତୁଳାରାଶି ଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଅଶୁଭତ୍ୱ ଦୂର ହୋଇ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।